ସମୀର ବାବୁ ଯେଭଳି ଆପଣ ସୋସିଆଲ ଆକାଉଣ୍ଟ ଏକ୍ସ ରେ ଆମେ ଦେଖିବାକୁ ପାଇଲୁ ଯେ ଆପଣ ଲେଖିଛନ୍ତି ଅସ୍ତରଙ୍ଗରୁ ଭୁବନେଶ୍ୱରରୁ ଅସ୍ତରଙ୍କୁ ମାତ୍ର 75 କିଲୋମିଟର ହୋଇଥିବା ବେଳେ ସେତେବେଳେ 66 ରୁ 70 କିମ୍ବା 75 ଟଙ୍କା ଭଡ଼ା ନେବା କଥା କିନ୍ତୁ ଆପଣଙ୍କ ଠାରୁ 100 ଟଙ୍କା ନେଲେ ବୋଲି ଆପଣ ଲେଖିଛନ୍ତି ଆଉ ଆପଣଙ୍କ ପ୍ରଶ୍ନ ଆପଣ ଏ ନେଇ ସୋସିଆଲ ମିଡ଼ିଆରେ ଅଭିଯୋଗ ବି କରିଛନ୍ତି ତା ସହିତ ଆପଣଙ୍କ ଅଭିଯୋଗ କଲା ପରେ ମନ୍ତ୍ରୀ ବାଣିଜ୍ୟ ପରିବହନ ମନ୍ତ୍ରୀ ଯିଏ ଅଛନ୍ତି ସେ ବି ଏହାର ଉତ୍ତର ଦେଇଛନ୍ତି ଆମେ ଖୁବ୍ ଶୀଘ୍ର ଏହାର ତଦନ୍ତ କରାଯିବ ଏ ସମ୍ପର୍କରେ କ'ଣ କହିବେ ଘଟଣାଟା ପୁରା ବର୍ଣ୍ଣନା କରନ୍ତୁ କ'ଣ କେତେ ଟଙ୍କା ନେଲେ କୋଉଠୁ ଆପଣ ଚଢ଼ିଲେ କୋଉଠୁ ଓହ୍ଲେଇଲେ କେତେ ଟଙ୍କା କ'ଣ ନେଲେ ଟିକେ କୁହନ୍ତୁ। ଆଜ୍ଞା ନମସ୍କାର, ମୁଁ ସମୀର ରାଉତ ଅସ୍ତରଙ୍ଗର ଏକ ସୋସିଆଲ ୱାର୍କର। ଆମର ପୁରୀ ଡିଷ୍ଟ୍ରିକ୍ଟରେ ଆମେ ବହୁତ ସୋସିଆଲ ୱାର୍କର ମାନଙ୍କୁ ନେଇ ଟ୍ୱିଟର ମାଧ୍ୟମରେ ବହୁତ ସମାଧାନ ଏମିତି କରିଥାଉ। ଯେହେତୁ ମୁଁ ଏବେ ଏ ସମସ୍ୟା ତ ବହୁତ ଦିନର ସମସ୍ୟା, ଏ ଖାଲି ଆମ ଅସ୍ତରଙ୍ଗ ଅଞ୍ଚଳରେ ହେଉନାହିଁ, ଏ ସାରା ଓଡ଼ିଶାରେ ଏହିପରି ସମସ୍ୟା ହେଇଅଛି। ଏପରି ହେବା ଦ୍ୱାରା ଯାତ୍ରୀମାନେ ବହୁତ ଅସନ୍ତୋଷ ହେଉଛନ୍ତି ଏବଂ ବହୁତ ଠକାମିରେ ପଡ଼ୁଛନ୍ତି। ଭଡ଼ା ଡବଲ ଦେଉଛନ୍ତି, ମାନେ କହିବାକୁ ଗଲେ ଡବଲ ଦେଉଛନ୍ତି। ଏହା ପାଇଁ କୌଣସି ସରକାରଙ୍କର ତତ୍ପରତା ନାହିଁ କି କୌଣସି ଅଧିକାରୀ ମାନଙ୍କର ଏହା ପ୍ରତି କୌଣସି ଦୃଷ୍ଟିଗୋଚର ହେଉନାହିଁ। ତେଣୁପାଇଁ ମୁଁ ଏହାକୁ ଏକ୍ସ ମାଧ୍ୟମରେ କମ୍ପ୍ଲେନ୍ କଲି ଯେମିତି ଲୋକମାନଙ୍କର ସମସ୍ୟା ଦୂର ହେବ। ସେହିପରି ମନ୍ତ୍ରୀ ଏହାକୁ ଦେଖିଲା ପରେ ଉତ୍ତର ରଖିଛନ୍ତି ଏହାର ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଖାଯାଉ, ଆମେ ତାକୁ ଅପେକ୍ଷାରେ ରହିଲୁ କ'ଣ କରାଯାଉଛି, ଆଗାମୀ ଦିନରେ କେତେ ପଦକ୍ଷେପ ନିଆଯାଉଛି। ଆଜି ସକାଳେ ମଧ୍ୟ ମୁଁ କଲ୍ କରି ଏସ୍ଟିଓର ପ୍ରତିନିଧିଙ୍କ ଟୋଲ୍ ଫ୍ରି କଲ୍ ନମ୍ବରରେ ମୁଁ କଥା ହେଇଥିଲି, କିନ୍ତୁ ସେମାନେ ମୋତେ ଗୋଟେ ଆତ୍ମସଚେତନକ ମାନେ ଆନ୍ସର ଦେଇପାରିନଥିଲେ। ନା ନା ଆପଣଙ୍କର କୋଉଠି ଆପଣ ଭୁବନେଶ୍ୱରରୁ କୋଉଠି ଯାଇଥିଲେ କେତେ ଟଙ୍କା ନେଲେ ଆପଣଙ୍କ ଠାରୁ? ମୁଁ ଆକ୍ଚୁଆଲି ଅସ୍ତରଙ୍ଗରୁ ଆସିଥିଲି, ଭୁବନେଶ୍ୱର ଆସିଥିଲି, ଯୋଉଟା କି 66 ରୁ 70 ଟଙ୍କା ହେବା କଥା, ସିଏ କିନ୍ତୁ 100 ଟଙ୍କା ମୋ ଠାରୁ ନେଇଥିଲେ। ଆପଣ ଏ ନେଇ ଏକ୍ସ ରେ କମ୍ପ୍ଲେନ୍ କରିବା ପରେ ବା ନ୍ୟୁଜ୍ଟା ସେୟାର କଲା ପରେ ବାଣିଜ୍ୟ ମନ୍ତ୍ରୀ ଯେ ନିଜେ ଏହାର ଉତ୍ତର ରଖିଛନ୍ତି କ'ଣ କହିବେ ସେ ବିଷୟରେ କ'ଣ କହିବେ? ମନ୍ତ୍ରୀଙ୍କ ଉପରେ ଭରସା, ମନ୍ତ୍ରୀଙ୍କ ନୂତନ ସରକାର ନୂତନ ମନ୍ତ୍ରୀ, ତେଣୁକରି ଆପଣ କେମିତି କ'ଣ ତାଙ୍କ ଉପରେ ଆଶା ପ୍ରକଟ କ'ଣ କରୁଛନ୍ତି? ସେ କହିଛନ୍ତି ନିଶ୍ଚିତ ଭାବେ ଆମେ ତ ଆଶା କରୁଛୁ ମନ୍ତ୍ରୀ ତାଙ୍କ କାର୍ଯ୍ୟ ଠିକ୍ ଭାବେ ନିର୍ବାହ କରିବେ। ମନ୍ତ୍ରୀ ତ ଆଗରୁ ଟ୍ୱିଟରରେ କେବେ ଆକ୍ଟିଭ ନଥିଲେ, ପ୍ରଥମ ଥର ପାଇଁ ଟ୍ୱିଟରରେ ଆମେ ତାଙ୍କୁ ଟ୍ୟାଗ୍ କରିଥିଲୁ। ସେ ପ୍ରଥମ ଥର ପାଇଁ ବି ମନ୍ତ୍ରୀ ଉତ୍ତର ଦେଇଛନ୍ତି। ଦେଖାଯାଉ ତାଙ୍କ ପ୍ରଥମ ଟ୍ୱିଟର ରିପ୍ଲାଇର କେତେ ତାହାର ମାନେ ଫଳାଫଳ ଆସୁଛି, ସେଇଟାକୁ ଆମେ ଅପେକ୍ଷାରେ ରହିଲୁ।